ଷ୍ଟଡି ପଏଣ୍ଟ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ପଞ୍ଚମ ଶ୍ରେଣୀ ସାହିତ୍ୟ ପୁସ୍ତକର ଶୁଖିଲା ପତ୍ରର କଥାର ପ୍ରଶ୍ନ ଉତ୍ତର କାର୍ଯ୍ୟ ଆଲୋଚନା କରିବା। ତେବେ ପିଲାମାନେ ଯଦି ଭିଡ଼ିଓଟିକୁ ଲାଇକ୍, ସବସ୍କ୍ରାଇବ୍ ଆଉ ସେୟାର କରିନାହ ତାହେଲେ ବର୍ତ୍ତମାନ କରିନିଅ, କାରଣ ମୋର ଏହିପରି ଲାଟେଷ୍ଟ କଣ୍ଟେଣ୍ଟ ସବୁ ପାଇପାରିବ। ତେବେ ଆସନ୍ତୁ ପ୍ରଶ୍ନ ଉତ୍ତର ଗୁଡ଼ିକୁ ଆଲୋଚନା କରିବା। 1 ନମ୍ବର କ ପୂର୍ବକାଳରେ ଶିଷ୍ୟମାନେ ଅଧ୍ୟୟନ ପାଇଁ କେଉଁ ସ୍ଥାନକୁ ଯାଉଥିଲେ? ଉତ୍ତର ହେଉଛି ପୂର୍ବକାଳରେ ଶିଷ୍ୟମାନେ ଅଧ୍ୟୟନ ପାଇଁ ଗୁରୁଙ୍କ ଆଶ୍ରମକୁ ଯାଉଥିଲେ। ଖ ନମ୍ବର ପାଠପଢ଼ା ବ୍ୟତୀତ ଶିଷ୍ୟମାନେ ଆଶ୍ରମରେ ଆଉ କେଉଁ କେଉଁ କାର୍ଯ୍ୟ କରୁଥିଲେ? ପାଠପଢ଼ା ବ୍ୟତୀତ ଶିଷ୍ୟମାନେ ଆଶ୍ରମରେ ହୋମ ପାଇଁ ସମିଧ ସଂଗ୍ରହ, ଗାଈଗୋରୁ ଚରେଇବା ଓ ଆଶ୍ରମବାସୀଙ୍କ ନିମନ୍ତେ ଫଳମୂଳ ସଂଗ୍ରହ ଇତ୍ୟାଦି କାର୍ଯ୍ୟ କରୁଥିଲେ। ଗ ନମ୍ବର ପାଠପଢ଼ା ସରିବା ପରେ ଦୁଇ ଶିଷ୍ୟ ଗୁରୁଙ୍କୁ କ'ଣ ଜଣାଇଲେ? ପାଠପଢ଼ା ସରିବା ପରେ ଦୁଇ ଶିଷ୍ୟ ଗୁରୁଙ୍କୁ ଗୁରୁ ଦକ୍ଷିଣା ଦେବା ବିଷୟରେ ସେମାନଙ୍କ ଅଭିଳାଷ ଜଣାଇଲେ। କେଉଁ ଜିନିଷ ଦକ୍ଷିଣା ରୂପେ ଦେବା ପାଇଁ ଗୁରୁ ଶିଷ୍ୟଙ୍କୁ କହିଥିଲେ? ଅନ୍ୟ କାହାର ଦରକାରରେ ଆସୁନଥିବା କେତୋଟି ଶୁଖିଲା ପତ୍ର ଦକ୍ଷିଣା ରୂପେ ଦେବା ପାଇଁ ଗୁରୁ ଶିଷ୍ୟଙ୍କୁ କହିଥିଲେ। ङ ନମ୍ବର ଗୁରୁ ଦକ୍ଷିଣା ରୂପେ ଏପରି ଜିନିଷ ମାଗିବାର କାରଣ କ'ଣ ଥିଲା? ଗୁରୁ ଶିଷ୍ୟ ଦୁହିଁଙ୍କୁ ଜଣାଇବାକୁ ଚାହୁଁଥିଲେ ଯେ ଭଗବାନଙ୍କ ସୃଷ୍ଟିରେ ସାମାନ୍ୟ ଶୁଖିଲା ପତ୍ରଟି ମଧ୍ୟ ଅଦରକାରୀ ନୁହେଁ। ଏହା କେତେ ଜୀବଙ୍କର ଉପକାର କରୁଛି, ତେଣୁ ସେ ଏହିଭଳି ଦକ୍ଷିଣା ରୂପେ ମାଗିଥିଲେ। 2 ନମ୍ବର କ ବୁଢ଼ୀଟି ଶୁଖିଲା ପତ୍ର ନେଇ କ'ଣ କରିବ ବୋଲି କହିଥିଲା? ବୁଢ଼ୀଟି ଶୁଖିଲା ପତ୍ର ନେଇ ଜାଳ କରିବା ବୋଲି କହିଥିଲା। ଖ ନମ୍ବର ଶୁଖିଲା ପତ୍ରକୁ କିପରି ବ୍ୟବହାର କରିବ ବୋଲି ଲୋକଟି ଉତ୍ତର ଦେଲା? ଶୁଖିଲା ପତ୍ରକୁ ଲୋକଟି ଜାଳି ପାଉଁଶ କରି ସାରରେ ପରିଣତ କରି ବ୍ୟବହାର କରିବ ବୋଲି ଉତ୍ତର ଦେଲା। ଗ ନମ୍ବର ମା ପାଇଁ କିପରି ଔଷଧ କିଣିପାରିବ ବୋଲି ଝିଅଟି କହିଲା? ସଂଗ୍ରହ କରୁଥିବା ଶୁଖିଲା ପତ୍ରକୁ ଏକାଠି କରି ପରେ ନେଇ ଠୋଲା କରି ବିକ୍ରି କରିବ। ଘରେ ନେଇ ଠୋଲା କରି ବିକ୍ରି କରିବ ଓ ରୋଗିଣୀ ମା ପାଇଁ ଔଷଧ କିଣିବ ବୋଲି ଝିଅଟି କହିଲା। ପକ୍ଷୀଟି ଶୁଖିଲା ପତ୍ର ନେଇ କ'ଣ କଲା? ପକ୍ଷୀଟି ଶୁଖିଲା ପତ୍ର ନେଇ ବସା ବାନ୍ଧିବା କାମରେ ଲଗାଇଲା। ଶୁଖିଲା ପତ୍ରକୁ ପିମ୍ପୁଡ଼ି କିପରି ବ୍ୟବହାର କରୁଥିବାର ଶିଷ୍ୟ ଦୁହେଁ ଦେଖିଲେ। ଶୁଖିଲା ପତ୍ରକୁ ଆଶ୍ରା କରି ପିମ୍ପୁଡ଼ି ମୁହଁରେ ଖାଦ୍ୟ କଣିକା ଧରି ପାଣି ନାଳରେ ଏପାରିରୁ ଖୁସିରେ ଚାଲିଯାଉଥିବାର ଶିଷ୍ୟ ଦୁହେଁ ଦେଖିଲେ। 3 ନମ୍ବର ସରଳ ଭାଷାରେ ବୁଝାଇ ଲେଖିବା। କ ରେ ଦେଇଛି କିନ୍ତୁ ମନେ ରଖ ଏମିତି ପତ୍ର ଆଣିବ ଯାହାକି ଅନ୍ୟ କାହାର ଦରକାରରେ ଆସୁନଥିବ। ତାପରେ ଖ ରେ ଦେଇଛି ସୃଷ୍ଟିର ମଙ୍ଗଳ ପାଇଁ ତୁମେ କାର୍ଯ୍ୟ କରିଗଲେ ସେହି ହେବ ମୋର ପ୍ରକୃତ ଗୁରୁ ଦକ୍ଷିଣା। ତେବେ ସହାୟତାଟିକୁ ଆଲୋଚନା କରିବା। କିନ୍ତୁ ଆସୁନଥିବ ଏପରି ଲେଖିବା। ସଂସ୍କୃତ ଗଦ୍ୟାଂଶଟି ସାହିତ୍ୟ କୁସୁମ ପୁସ୍ତକର ଶୁଖିଲା ପତ୍ରର କଥା ନାମକ ଗଳ୍ପରୁ ଆନୀତ। ଏହି ପ୍ରସଙ୍ଗରେ ଗୁରୁ ଶିଷ୍ୟ ଦୁହିଁଙ୍କୁ କିଭଳି ପତ୍ର ଆଣିବାକୁ ଆଦେଶ ଦେଇଛନ୍ତି ତାହା ଗାଳ୍ପିକ ନନ୍ଦକିଶୋର ସିଂ ବର୍ଣ୍ଣନା କରିଛନ୍ତି। ଶିଶିର ଓ ତୁଷାର ନାମକ ଶିଷ୍ୟ ଦୁହେଁ ଗୁରୁକୁଳରେ ଶିକ୍ଷାଲାଭ ସମାପନ କଲେ। ସେମାନେ ଘରକୁ ଫେରିବା ପୂର୍ବରୁ ଗୁରୁଙ୍କୁ ଦକ୍ଷିଣା ଦେବା ପାଇଁ ନିଜ ନିଜର ଅଭିଳାଷ ଜଣାଇଲେ। ଗୁରୁ ସେମାନଙ୍କ ପାଖରୁ କୌଣସି ଦକ୍ଷିଣା ଗ୍ରହଣ କରିବା ପାଇଁ ମନା କଲେ। ଶିଷ୍ୟମାନେ ବାଧ୍ୟ କରିବାରୁ ସେ କେତୋଟି ଶୁଖିଲା ପତ୍ରକୁ ଦକ୍ଷିଣା ରୂପେ ଦେବାକୁ ସେମାନଙ୍କୁ ଆଦେଶ ଦେଲେ। କିନ୍ତୁ ସେହି ପତ୍ରଗୁଡ଼ିକ ଅନ୍ୟ କାହାର ଉପକାରରେ ଆସୁନଥିବ ବୋଲି ସେ କହିଥିଲେ। ପ୍ରସଙ୍ଗଟି ପ୍ରଶଂସନୀୟ ଅଟେ। ଏହିପରି ଲେଖିବ। ଖ ନମ୍ବର ଦେଖ ସୃଷ୍ଟିର ଗୁରୁ ଦକ୍ଷିଣା। ସଂସ୍କୃତ ଗଦ୍ୟାଂଶଟି ସାହିତ୍ୟ କୁସୁମ ପୁସ୍ତକର ଶୁଖିଲା ପତ୍ରର କଥା ନାମକ ଗଳ୍ପରୁ ଆନୀତ। ଏହି ପ୍ରସଙ୍ଗରେ ଗୁରୁ ଶିଷ୍ୟମାନଙ୍କ ନିଷ୍ଠାରେ ମୁଗ୍ଧ ହୋଇ କିଭଳି ଭଲ କାର୍ଯ୍ୟ କରିବାକୁ ଉପଦେଶ ଦେଇଛନ୍ତି ତାହା ଗାଳ୍ପିକ ନନ୍ଦକିଶୋର ସିଂ ବର୍ଣ୍ଣନା କରିଛନ୍ତି।
ଶିଷ୍ୟ ଦୁହେଁ ଗୁରୁଙ୍କ ନିର୍ଦ୍ଦେଶରେ ଶୁଖିଲା ପତ୍ର ଅନୁସନ୍ଧାନରେ ଯାଉଛନ୍ତି। ସେମାନେ ପ୍ରକୃତ ସତ୍ୟର ସନ୍ଧାନ ପାଇଛନ୍ତି। ଶୁଖିଲା ପତ୍ର ଭଗବାନଙ୍କ ସୃଷ୍ଟିରେ ସାମାନ୍ୟ ହେଲେ ମଧ୍ୟ ସେ ଦରକାରରେ ଆସୁଛି ବୋଲି ଗୁରୁ ସେମାନଙ୍କୁ ଜଣାଇଛନ୍ତି। ତେଣୁ ମଣିଷ ଜନ୍ମ ପାଇଥିବା ଶିଷ୍ୟ ଦୁହେଁ ସୃଷ୍ଟିର ମଙ୍ଗଳ ପାଇଁ କାମ କରନ୍ତୁ ବୋଲି ଗୁରୁ ସେମାନଙ୍କୁ ଉପଦେଶ ଦେଇଛନ୍ତି। ତାହା ହିଁ ତାଙ୍କ ପାଇଁ ପ୍ରକୃତ ଗୁରୁ ଦକ୍ଷିଣା ବୋଲି ସେ ଶିଷ୍ୟ ଦୁହିଁଙ୍କୁ କହିଛନ୍ତି। ପ୍ରସଙ୍ଗଟି ଶିକ୍ଷଣୀୟ ଅଟେ। 4 ନମ୍ବର ଦେଖ, ଯେପରି କର୍ତ୍ତବ୍ୟ ଶବ୍ଦ ପୂର୍ବରୁ ପରମ ଯୋଗ ହୋଇ ପରମ କର୍ତ୍ତବ୍ୟ ହୋଇଛି, ସେହିପରି ଆଉ କେଉଁ କେଉଁ ଶବ୍ଦ ପୂର୍ବରୁ ପରମ ଯୋଗ ହୋଇପାରିବ? ଯୋଗ କରି ସେପରି 5ଟି ନୂତନ ଶବ୍ଦ ତିଆରି କରି ତଳେ ଲେଖ। କ'ଣ ହେବ? ପରମ ଧର୍ମ, ପରମ ଆତ୍ମା, ପରମ ଈଶ୍ୱର, ପରମ ଗୁରୁ ଏବଂ ପରମ ଠକ। 5 ନମ୍ବର ଦେଖ, ଯାହା ବୁଝି ହୁଏ ନାହିଁ ତାହା ଅବୁଝା କିମ୍ବା ଅବୋଧ୍ୟ। ସେହିପରି ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ଗୋଟିଏ ଶବ୍ଦରେ ପ୍ରକାଶ କରି ଲେଖିବା। ଯାହା କାଟି ହୁଏ ନାହିଁ ତାହା ଅକାଟ୍ୟ, ଯେଉଁଠାକୁ ଯାଇ ହୁଏ ନାହିଁ ଅଗମ୍ୟ, ଯାହା କରି ହୁଏ ନାହିଁ ଅକଥ୍ୟ, ଯାହା ସହି ହୁଏ ନାହିଁ ଅସହ୍ୟ। 6 ନମ୍ବର, ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ବାକ୍ୟର ରେଖାଙ୍କିତ ପଦମାନଙ୍କୁ ବଦଳେଇ ଲେଖିବା। ପ୍ରତ୍ୟାବର୍ତ୍ତନ କଲେ ସାକ୍ଷାତ ନାନାବିଧ ସାଉଁଟି ଅନ୍ୟତ୍ର। କରିଦେଇଛି। ଶିଷ୍ୟ ଦୁହେଁ ଶୁଖିଲା ପତ୍ର ଆଣିବା ପାଇଁ ଅନ୍ୟ ସ୍ଥାନକୁ ଗଲେ। କ'ଣ ହେବ? ଶିଷ୍ୟ ଦୁହେଁ ଶୁଖିଲା ପତ୍ର ଆଣିବା ପାଇଁ ଅନ୍ୟତ୍ର ଗଲେ। ତାହେଲେ ରେଖାଙ୍କିତ ପଦକୁ ବଦଳେଇ ଆମେ ଲେଖିଲେ। ଖ ନମ୍ବର, ବୁଢ଼ୀଟି ଗଛ ମୂଳରେ କିଛି ପତ୍ର ଗୋଟାଇ ରଖିଥିଲା। ବୁଢ଼ୀଟି ଗଛ ମୂଳରେ କିଛି ପତ୍ର ସାଉଁଟି ରଖିଥିଲା। ଚରକ ଉଦ୍ୟାନରେ ନାନାବିଧ ଔଷଧୀୟ ବୃକ୍ଷ ଦେଖିବାକୁ ମିଳେ। ଚରକ ଉଦ୍ୟାନରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଦେଖିବାକୁ ମିଳେ। ବିଭିନ୍ନ ପ୍ରକାର। ତାହେଲେ ରେଖାଙ୍କିତ ପଦକୁ ବଦଳେଇ ଲେଖିଲେ ନାନାବିଧ ହେବ। ଔଷଧୀୟ ବୃକ୍ଷ ଦେଖିବାକୁ ମିଳେ। ଘ ନମ୍ବର, ଶିଷ୍ୟ ଦୁହେଁ ଶୁଖିଲା ପତ୍ର ଆଣି ନ ପାରି ଫେରି ଆସିଲେ। ଶିଷ୍ୟ ଦୁହେଁ ଶୁଖିଲା ପତ୍ର ଆଣି ନ ପାରି ପ୍ରତ୍ୟାବର୍ତ୍ତନ କଲେ। ଫେରି ଆସିଲେ ପ୍ରତ୍ୟାବର୍ତ୍ତନ। ଙ ନମ୍ବର, ଝିଅଟି ପତ୍ର ଗୋଟାଇବା ସମୟରେ ଝିଅଟି ପତ୍ର ଗୋଟାଇବା ସମୟରେ ତା ସହିତ ଶିଷ୍ୟ ଦୁହିଁଙ୍କର ଦେଖା ହେଲା। ଝିଅଟି ପତ୍ର ଗୋଟାଇବା ସମୟରେ ତା ସହିତ ଶିଷ୍ୟ ଦୁହିଁଙ୍କର ସାକ୍ଷାତ ହେଲା। ଝିଅଟି ପତ୍ର ଗୋଟାଇବା ସମୟରେ ତା ସହିତ ଶିଷ୍ୟ ଦୁହିଁଙ୍କର ଦେଖା ହେଲା। ଝିଅଟି ପତ୍ର ଗୋଟାଇବା ସମୟରେ ତା ସହିତ ଶିଷ୍ୟ ଦୁହିଁଙ୍କର ସାକ୍ଷାତ ହେଲା। 7 ନମ୍ବର, ନିମ୍ନରେ ଦିଆଯାଇଥିବା ଶବ୍ଦମାନଙ୍କୁ ବ୍ୟବହାର କରି ଗୋଟିଏ ଗୋଟିଏ ବାକ୍ୟ ଖାତାରେ ଲେଖିବା। ଦକ୍ଷିଣା। ଶିଷ୍ୟମାନେ ଗୁରୁଙ୍କୁ ଗୁରୁ ଦକ୍ଷିଣା ଦେଲେ। ପ୍ରତ୍ୟାବର୍ତ୍ତନ। ଶିଷ୍ୟ ଦୁହେଁ ଖାଲି ହାତରେ ପ୍ରତ୍ୟାବର୍ତ୍ତନ କଲେ। ସନ୍ତୁଷ୍ଟ। ଭକ୍ତିର ସହିତ ପୂଜାର୍ଚ୍ଚନା କଲେ ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି। ଶୂନ୍ୟ ହସ୍ତ। ଶୂନ୍ୟ ହସ୍ତରେ ଗୁରୁ ଦର୍ଶନ କରିବା ଠିକ୍ ନୁହେଁ। ପୂର୍ଣ୍ଣ। ଯାତ୍ରା କାଳରେ ପୂର୍ଣ୍ଣ କୁମ୍ଭ ଦେଖି ଯାତ୍ରା କରିବା ଶୁଭ ଅଟେ। ପରିହାସ। ସାଙ୍ଗସାଥୀମାନେ ମୋତେ ପରିହାସ କଲେ। ଅଭିଳାଷ। ସଫଳତା ଲାଭ ମୋର ଅଭିଳାଷ ଅଟେ। ହତାଶ। ବିପଦ ସମୟରେ ହତାଶ ହେବା ଉଚିତ ନୁହେଁ। ପାତ୍ର। ଯୋଗ୍ୟ ପାତ୍ର ଦେଖି ରାଜା କନ୍ୟାଦାନ ଦେଲେ। ଆଶ୍ରା। ବୃଦ୍ଧଟି ବାଡ଼ି ଆଶ୍ରାରେ ବାଟ ଚାଲୁଛି। ନିଷ୍ଠା। ନିଷ୍ଠା ସହିତ କର୍ମ କଲେ ସଫଳତା ନିଶ୍ଚୟ ମିଳେ। 8 ନମ୍ବର, ତଳେ ଦିଆଯାଇଥିବା ଅନୁଚ୍ଛେଦକୁ ପଢ଼ି କେତୋଟି ପ୍ରଶ୍ନ ତିଆରି କରିବା, ଯାହାର ଉତ୍ତର ଏହି ଅନୁଚ୍ଛେଦରେ ଥିବ। ଯଥା ସମୟରେ ସେମାନଙ୍କର ଗୁରୁକୁଳ ଶିକ୍ଷା ଶେଷ ହେଲା। ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଶିଶିର ଓ ତୁଷାର ଗୁରୁଙ୍କୁ ସାକ୍ଷାତ କଲେ। ଗୁରୁ ଦକ୍ଷିଣା ଦେବା ପାଇଁ ନିଜ ନିଜର ଅଭିଳାଷ ଜଣାଇଲେ। ଶିଷ୍ୟ ଦୁହିଁଙ୍କର ନିଷ୍ଠାରେ ଗୁରୁ ଅତ୍ୟନ୍ତ ସନ୍ତୁଷ୍ଟ ଥିଲେ। ସେମାନଙ୍କ ପାଖରୁ କୌଣସି ଦକ୍ଷିଣା ଗ୍ରହଣ କରିବା ପାଇଁ ଗୁରୁ ଅନିଚ୍ଛା ପ୍ରକାଶ କଲେ। ଏଥିରେ ଶିଷ୍ୟ ଦୁହିଁଙ୍କର ମନ ବୁଝିଲା ନାହିଁ। ଗୁରୁ ଦକ୍ଷିଣା ନ ଦେଇ ଗୁରୁକୁଳରୁ ବିଦାୟ ନେବେ କିପରି? ତେଣୁ କିଛି ହେଲେ ଦକ୍ଷିଣା ଗ୍ରହଣ କରିବା ପାଇଁ ସେମାନେ ଗୁରୁଙ୍କୁ ଅନୁରୋଧ କଲେ। ଶିଷ୍ୟ ଦୁହିଁଙ୍କର କଥାକୁ ଗୁରୁ ଏଡ଼ାଇ ପାରିଲେ ନାହିଁ। କିଛି ସମୟ ଚିନ୍ତା କରି କହିଲେ, ଠିକ୍ ଅଛି,
ତୁମେ ଦୁହେଁ ଯଦି ମୋତେ ଦକ୍ଷିଣା ଦେବା ନିମିତ୍ତ ଏତେ ଆଗ୍ରହୀ, ତେବେ କେତୋଟି ଶୁଖିଲା ପତ୍ର ଆଣି ଦକ୍ଷିଣା ସ୍ୱରୂପ ମୋତେ ଦିଅ। ତାହେଲେ ପ୍ରଶ୍ନ ତିଆରି କଲେ କ'ଣ ହେବ? କେଉଁମାନଙ୍କର ଗୁରୁକୁଳ ଶିକ୍ଷା ଶେଷ ହେଲା? ଖ ନମ୍ବର, ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଶିଶିର ଓ ତୁଷାର କାହାକୁ ସାକ୍ଷାତ କଲେ? ଶିଷ୍ୟ ଦୁହିଁଙ୍କର ନିଷ୍ଠାରେ ଗୁରୁ କେଉଁଥିପାଇଁ ହୁଏତ ଅନିଚ୍ଛା ପ୍ରକାଶ କଲେ? ଙ ନମ୍ବର, ଶିଷ୍ୟ ଦୁହେଁ ଗୁରୁଙ୍କୁ କାହିଁକି ଅନୁରୋଧ କଲେ? ନ ନମ୍ବର, ଯେପରି ହାସ ପୂର୍ବରୁ ପରି ଯୋଗ ହୋଇ ପରିହାସ ଶବ୍ଦଟି ହେଇଛି, ସେହିପରି ପୂର୍ବରୁ ପରି ଯୋଗ କରି ଆଉ 8ଟି ଶବ୍ଦ ଗଢ଼ିବା। ଉତ୍ତର ହେବ ପରିହାର, ପରିତ୍ୟାଗ, ପରିମଳ, ପରିଜନ, ପରିତୃପ୍ତ, ପରିବର୍ତ୍ତନ, ପରିଷ୍କାର, ପରିଚାଳନା। 10 ନମ୍ବର ଦେଖ, ଯେପରି ଶୁଖିଲା ପତ୍ର, ସେହିପରି ଏହି ଗପଟିରେ ଥିବା ନିମ୍ନଲିଖିତ ଶବ୍ଦମାନଙ୍କ ପୂର୍ବରୁ କେଉଁ ଶବ୍ଦ ଯୋଗ ହୋଇଛି ଯୋଡ଼ି ଲେଖିବା। ଆମ୍ବ ତୋଟା କ'ଣ ହେବ? ବିରାଟ ଆମ୍ବ ତୋଟା। ଔଷଧ, ଅବ୍ୟର୍ଥ, ଫସଲ, ଭଲ ଫସଲ, ହସ୍ତ, ଶୂନ୍ୟ ହସ୍ତ।